ଚାଣକ୍ୟ କହିଥିଲେ, ପୃଥିବୀରେ କିଛି ମଣିଷ ଏମିତି ଅଛନ୍ତି ଯାହାଙ୍କୁ ଭଗବାନ ମଧ୍ୟ ବଞ୍ଚାଇ ପାରନ୍ତି ନାହିଁ। ଆମେ ଦେଖୁ କିଛି ଲୋକ ବହୁତ ପ୍ରୟାସ କରନ୍ତି, ସେମାନେ ପୂଜା କରନ୍ତି, ପ୍ରାର୍ଥନା କରନ୍ତି, ଭଗବାନଙ୍କୁ ଡାକନ୍ତି, ତଥାପି ତାଙ୍କ ଜୀବନରେ ସମସ୍ୟା ଶେଷ ହୁଏ ନାହିଁ। ସେତେବେଳେ ମନରେ ପ୍ରଶ୍ନ ଆସେ, କ'ଣ ଭଗବାନ ସବୁକୁ ବଞ୍ଚାନ୍ତି, ନା କିଛି ମଣିଷ ଏମିତି ମଧ୍ୟ ଅଛନ୍ତି ଯାହାଙ୍କୁ ବଞ୍ଚାଇବା ଭଗବାନଙ୍କ ପାଇଁ ମଧ୍ୟ କଷ୍ଟକର। ପ୍ରାଚୀନ ଭାରତର ମହାନ ନୀତିଜ୍ଞ ଚାଣକ୍ୟ କହିଥିଲେ, କିଛି ପ୍ରକାରର ମଣିଷ ଏମିତି ଅଛନ୍ତି ଯାହାଙ୍କୁ ଭଗବାନ ମଧ୍ୟ ବଞ୍ଚାଇ ପାରିବେ ନାହିଁ। ଶୁଣିବାକୁ ଏହା କଠୋର ଲାଗିପାରେ, କିନ୍ତୁ ଯଦି ଆମେ ଏହି ସତ୍ୟକୁ ବୁଝିପାରିବା, ତେବେ ସମ୍ଭବତଃ ଆମେ ନିଜ ଜୀବନକୁ ବଦଳାଇ ପାରିବା। ଆସନ୍ତୁ ଜାଣିବା ସେହି ତିନି ପ୍ରକାରର ମଣିଷ କେଉଁମାନେ। ଆପଣ ଏମିତି ଲୋକଙ୍କୁ ନିଶ୍ଚୟ ଦେଖିଥିବେ, ଯେଉଁମାନଙ୍କ ଜୀବନରେ ସମସ୍ୟା ଆସିଲେ ସେମାନେ ସବୁବେଳେ କହନ୍ତି, ମୋର ଦୋଷ ନୁହେଁ, ପରିସ୍ଥିତି ଖରାପ ଥିଲା, ଲୋକେ ଖରାପ ଥିଲେ, ସମୟ ଖରାପ ଥିଲା। କିନ୍ତୁ ସେମାନେ କେବେ ନିଜକୁ ପଚାରନ୍ତି ନାହିଁ, ସମସ୍ୟାର କାରଣ ମୁଁ ନୁହେଁ ତ, ମୋର ଦୋଷ ନୁହେଁ ତ। ଚାଣକ୍ୟ କହିଥିଲେ, ଯେଉଁ ମଣିଷ ନିଜ ଭୁଲ ଦେଖିପାରେ ନାହିଁ, ସେ କେବେ ବି ବଦଳି ପାରେ ନାହିଁ, ଏବଂ ଯେଉଁ ମଣିଷ ବଦଳେ ନାହିଁ, ସେ ଧୀରେ ଧୀରେ ନିଜ ଜୀବନକୁ ନଷ୍ଟ କରିଦିଏ। ଦ୍ୱିତୀୟ ପ୍ରକାରର ମଣିଷ, ଯେଉଁମାନଙ୍କ ମେଣ୍ଟାଲିଟି ଏ ପ୍ରକାରର, ସେମାନେ ଜାଣନ୍ତି କ'ଣ କରିବା ଉଚିତ, କିନ୍ତୁ ସେମାନେ କହନ୍ତି, ଆଜି ନୁହେଁ, କାଲି କରିବି, କାଲି ନୁହେଁ, ପରେ କରିବି। ଏହି ପରେ ଧୀରେ ଧୀରେ ପୁରା ଜୀବନକୁ ଖାଇଦିଏ। ଚାଣକ୍ୟ କହିଥିଲେ, ଆଳସ୍ୟ ହେଉଛି ମଣିଷର ସବୁଠୁ ବଡ଼ ଶତ୍ରୁ, କାରଣ ଏହା ମଣିଷକୁ ସ୍ୱପ୍ନ ଦେଖିବାକୁ ଦିଏ, କିନ୍ତୁ ସେହି ସ୍ୱପ୍ନକୁ ପୂରଣ କରିବାକୁ ଦିଏ ନାହିଁ। ତୃତୀୟ ପ୍ରକାର ମଣିଷ ହେଉଛି ଯେଉଁମାନେ ଖରାପ ସଙ୍ଗତି ଛାଡ଼ିପାରନ୍ତି ନାହିଁ। ମଣିଷ ଏକା ରହି ବର୍ବାଦ ହୁଏ ନାହିଁ, ସେ ବର୍ବାଦ ହୁଏ ଭୁଲ ଲୋକଙ୍କ ସହିତ ରହି। ଆମେ ଯେଉଁ ଲୋକଙ୍କ ସହିତ ଅଧିକ ସମୟ କାଟୁ, ଧୀରେ ଧୀରେ ଆମେ ସେମାନଙ୍କ ଭଳି ହୋଇଯାଉ। ସେଇଥିପାଇଁ ଚାଣକ୍ୟ କହିଥିଲେ, ଖରାପ ସଙ୍ଗତି ମଣିଷକୁ ଧୀରେ ଧୀରେ ଶେଷ କରେ ଏବଂ ସେତେବେଳେ କାହାରି ସାହାଯ୍ୟ ମଧ୍ୟ ତାକୁ ବଞ୍ଚାଇ ପାରେ ନାହିଁ। ତେଣୁ ଚାଣକ୍ୟଙ୍କ ଏହି କଥା କେବଳ ଭୟଭୀତ କରିବା ପାଇଁ ନୁହେଁ, ଏହା ଗୋଟେ ସତର୍କ ସଂକେତ। ଯଦି ମଣିଷ ନିଜ ଭୁଲ ମାନେ ନାହିଁ, ଆଳସ୍ୟ ଛାଡ଼େ ନାହିଁ, ଖରାପ ସଙ୍ଗତି ଛାଡ଼େ ନାହିଁ, ତେବେ ତାକୁ ବଞ୍ଚାଇବା କାହାରି ପକ୍ଷରେ ସମ୍ଭବ ନୁହେଁ। ସବୁବେଳେ ମନେ ରଖନ୍ତୁ, ମଣିଷ ବର୍ବାଦ ହଠାତ୍ ହୁଏ ନାହିଁ, ଏହା ଧୀରେ ଧୀରେ ନିଜ ଅଭ୍ୟାସରୁ ଆରମ୍ଭ ହୁଏ। ତେଣୁ ଆଜି ନିଜକୁ ଗୋଟେ ପ୍ରଶ୍ନ ପଚାରନ୍ତୁ, କ'ଣ ମୁଁ ଅଜାଣତରେ ଏହି ଭୁଲ କରୁନାହିଁ ତ? ଆପଣଙ୍କୁ କ'ଣ ଲାଗୁଛି, ଏହି ତିନି ଭୁଲ ମଧ୍ୟରୁ ସବୁଠୁ ବଡ଼ ଭୁଲ କ'ଣ? କମେଣ୍ଟରେ 1, 2 କିମ୍ବା 3 ଲେଖନ୍ତୁ। ଆପଣମାନେ ଜାଣନ୍ତି, ଚାଣକ୍ୟଙ୍କ ନୀତି କେବେ ଫେଲ୍ ହେଉନଥିଲା, କାରଣ ତାଙ୍କ ଗୋଟେ ପ୍ଲାନ୍ ପାଇଁ ଅନେକ ଗୁଡ଼ିଏ ବ୍ୟାକଅପ୍ ପ୍ଲାନ୍ ରହୁଥିଲା। ତାଙ୍କର ଗୋଟିଏ ଏମିତି ନୀତି ଅଛି ଯାହା ବହୁତ କମ୍ ଲୋକ ବୁଝନ୍ତି। ଯଦି ଆପଣ ସେହି କଥା ବୁଝିଗଲେ, ଜୀବନକୁ ନୂଆ ଭାବରେ ଦେଖିବେ। ଯଦି ଆପଣ ସେହି ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ କମେଣ୍ଟରେ ଲେଖନ୍ତୁ ହଁ। ଧନ୍ୟବାଦ।